हेलो साଙ୍ଗମାନେ ସମସ୍ତଙ୍କୁ ଜ୍ଞାନ ଜାଗରଣ କ୍ଲାसेସକୁ ସ୍ୱାଗତ। ତ ଆଜି ଆମେ ହିଷ୍ଟ୍ରିର ମଡର୍ଣ୍ଣ ହିଷ୍ଟ୍ରିର ଗାନ୍ଧୀ ଏରା ଆବାଉଟ୍ ପଢ଼ିବା, ଯେଉଁଥିରେ ଗାନ୍ଧୀଙ୍କର ଜନ୍ମ କେବେ କରିଥିଲେ ଏବଂ ତାଙ୍କ ମୃତ୍ୟୁବରଣ କେବେ କରିଥିଲେ ଏବଂ ତା ସହିତ 1919 ମସିହାରୁ କେଉଁ କେଉଁ କାର୍ଯ୍ୟରେ ଗାନ୍ଧୀଜୀ ଲିପ୍ତ ଥିଲେ। ତ ସେହି ଆବାଉଟ୍ର ଆଜି ଆମେ ଡିଟେଲ୍ସ ପରେ ଆନାଲିସିସ୍ କରିବା। ତ ଚାଲନ୍ତୁ ଆରମ୍ଭ କରିବା ଏ ଭିଡ଼ିଓକୁ। ମୁଁ ହେଉଛି ରାଜେଶ କୁମାର ଦାସ। ଗାନ୍ଧୀଆନ ଏରା ମେନଲି ଷ୍ଟାର୍ଟିଂ ହେଉଥିଲା ତ ଗାନ୍ଧୀଙ୍କର ଜନ୍ମଦିନରୁ, ମାନେ ଗାନ୍ଧୀଜୀ କେବେ ଜନ୍ମଗ୍ରହଣ କରିଥିଲେ? 1869 ମସିହା ଅକ୍ଟୋବର 2 ତାରିଖ ଜନ୍ମଗ୍ରହଣ କରିଥିଲେ ଏବଂ ଗାନ୍ଧୀଙ୍କର ମୃତ୍ୟୁ କେବେ ହୋଇଥିଲା? ଜାନୁଆରୀ 30, 1948 ମସିହାରେ ହୋଇଥିଲା। ତ ଯେତେବେଳେ ଆମେ ଗାନ୍ଧୀଙ୍କର ମେନ୍ ଇଭେଣ୍ଟ ଜାଣୁଛୁ, ତ 1919ରୁ ରାଓଲାତ ଆକ୍ଟ ହେଇଥିଲା। ଦେନ୍ 1919 ଏପ୍ରିଲ 13ରେ ଜାଲିଆନାୱାଲା ମାସରେ ହେଇଥିଲା। କେଉଁ ଜାଗାରେ ହେଇଥିଲା? ଅମୃତସରର ପଞ୍ଜାବ ଥାର୍ମିନିକିରେ ହେଇଥିଲା। ଦେନ୍ ତ ଏହି ଆକ୍ଟିଭିଟି ଯେନ୍ ହେଇଥିଲା ଜାଲିଆନାୱାଲା ବାଗ ମାସରେ ଯେନ୍ ହେଇଥିଲା, ଏହି ଆକ୍ଟିଭିଟି କିଏ କରିଥିଲା? ଆମ ଜେନେରାଲ ଓଡାୟର କରିଥିଲେ, ଯିଏକି ଜଣେ ବ୍ରିଟିଶରଟେ। ଏବଂ ଏହି ଜେନେରାଲ ଓଡାୟରକୁ କିଏ ମାରିଥିଲେ? ସର୍ଦ୍ଦାର ଉଧମ ସିଂ ମାରିଥିଲେ। କେବେ ମାରିଥିଲେ? 1940 ମସିହା ଲଣ୍ଡନ ଠାରେ ସେ ମାରିଥିଲେ। ଖିଲାଫତ ମୁଭମେଣ୍ଟ କେବେ ହେଇଥିଲା? ଖିଲାଫତ ମୁଭମେଣ୍ଟ ହେଇଥିଲା କେବେ? 1920 ମସିହାରେ ଖିଲାଫତ ମୁଭମେଣ୍ଟ ହେଇଥିଲା। ଏବଂ ଏହି ଖିଲାଫତ ମୁଭମେଣ୍ଟକୁ କିଏ ଲିଡ୍ କରୁଥିଲେ? ଅଲି ବ୍ରଦର୍ସ ମେନକେ ତାକେ ଲିଡ୍ କରୁଥିଲେ ଏବଂ ସେ ଦୁଇଙ୍କ ନାଁ କ'ଣ ଥିଲା? ମହମ୍ମଦ ଅଲି ଏବଂ ଶୌକତ ଅଲି। ଏବଂ ଏହି ଖିଲାଫତ ମୁଭମେଣ୍ଟକୁ କିଏ ସପୋର୍ଟ କରୁଥିଲେ? ଗାନ୍ଧୀଜୀ ମଧ୍ୟ ସପୋର୍ଟ ହିଁ ତାକୁ କରୁଥିଲେ। ଦେନ୍ ନନ୍ କୋପରେସନ ମୁଭମେଣ୍ଟ କେବେ ହେଇଥିଲା? ନନ୍ କୋପରେସନ ମୁଭମେଣ୍ଟ ହେଇଥିଲା 1920 ମସିହାରେ। କେବେ? 1920 ମସିହାରେ। ଏବଂ ଏଟା କେନ୍ ସେସନରେ ହେଇଥିଲା? ଏଟା ହେଇଥିଲା ଆମର କାଲକାଟା ସେସନରେ ମିନିକିରି ହେଇଥିଲା। ଦେନ୍ ଚୌରୀ ଚୌରା ଇନସିଡେଣ୍ଟ। ଓକେ, ଏ ଚୌରୀ ଚୌରା ଇନସିଡେଣ୍ଟ ହେଇଥିଲା, ଏହି ଇନସିଡେଣ୍ଟ କେବେ ହେଇଥିଲା? ଏ ଚୌରୀ ଚୌରା ଇନସିଡେଣ୍ଟ ଫେବୃଆରୀ 4, 1922 ମସିହାରେ ହେଇଥିଲା ଏବଂ କେନ୍ ଜାଗାରେ ହେଇଥିଲା? ଆମର ୟୁପିର ଗୋରଖପୁର ଠାରେ ହେଇଥିଲା। ତ ଯେତେବେଳେ ଏହି ନନ୍ କୋପରେସନ ମୁଭମେଣ୍ଟ 1920 ମସିହାରେ ଚାଲୁଥିଲା ଏବଂ ତାର ପରେ ପରେ ହିଁ ଏହି ଚୌରୀ ଚୌରା ଇନସିଡେଣ୍ଟ ହେଇଥିଲା, ଯେଉଁଥିରେ କି ପୋଲିସ ଅଫିସରଙ୍କୁ ଜିଆନ୍ତା ଯୋଡ଼ାଯାଇଥିଲା। ତ ସେଥିର୍ଲାଗି ମହାତ୍ମା ଗାନ୍ଧୀ କ'ଣ କରୁଥିଲେ? 1922 ମସିହା ଫେବୃଆରୀ ମାସ 10 ତାରିଖରେ ସେ ନନ୍ କୋପରେସନ ମୁଭମେଣ୍ଟକୁ ହଟେଇ ଦେଇଥିଲେ। କାହିଁ ଲାଗି? ଗାନ୍ଧୀଜୀ ହେଉଛନ୍ତି ଅହିଂସାର ପ୍ରବର୍ତ୍ତକ ଏବଂ ସେ ନାଇଁ ଚାହୁଁଥାଏ କି ହିଂସା ଗୋଟେ ମାଧ୍ୟମ ବନିଯାଉ ବୋଲି। ଦେନ୍ ସ୍ୱରାଜ ପାର୍ଟି କେବେ ତିଆରି ହେଇଥିଲା? ସ୍ୱରାଜ ପାର୍ଟି 1923 ମସିହାରେ ହେଇଥିଲା ଏବଂ ଏହି ସ୍ୱରାଜ ପାର୍ଟିର ନାଁ ଚେଞ୍ଜ କରିକିରି 1923 ଜାନୁଆରୀ 1ରେ କ'ଣ ରଖାଯାଇଥିଲା? କଂଗ୍ରେସ ଖିଲାଫତ ସ୍ୱରାଜ ପାର୍ଟି ବୋଲି ରଖା ହେଇଥିଲା। ସାଇମନ କମିଶନ କେବେ ହେଇଥିଲା? ସାଇମନ କମିଶନ 1927 ମସିହାରେ ହେଇଥିଲା ଏବଂ ଏ ସାଇମନ କମିଶନ ଯେତେବେଳେ ଆଇଥିଲା ଭାରତକେ, ତ ଏ ସାଇମନ କମିଶନକୁ ବାହାର କରବା ଲାଗି ଗୋଟେ ମୋଟୋଟେ ଦିଆଯାଇଥିଲା। ସେଟା ଥିଲା କ'ଣ? ସାଇମନ ଗୋ ବେକ୍ ବୋଲି କୁହାଯାଉଥିଲା। ଏବଂ ଏ ସାଇମନ କମିଶନରେ ଯେତେବେଳେ ଭାରତକୁ ଆଇଥିଲା, ତ ସେ ସମୟରେ ଲାଠିମାଡ଼ରେ ଲାଲା ଲଜପତ ରାୟଙ୍କର ମୃତ୍ୟୁବରଣ ହୋଇଯାଇଥିଲା। ନେହେରୁ କମିଟି କେବେ ହେଇଥିଲା? ନେହେରୁ କମିଟି ରିପୋର୍ଟ ହେଇଥିଲା 1928 ମସିହାରେ ଏବଂ ଯେଉଁଥିରେ କି ଚେୟାରମ୍ୟାନ୍ କିଏ ଥିଲେ? ମୋତିଲାଲ ନେହେରୁ ରହିଥିଲେ। ଦେନ୍ 14 ପଏଣ୍ଟ ଅଫ୍ ଜିନା, ଏଇଟା କେବେ ହେଇଥିଲା? 14 ପଏଣ୍ଟ ଅଫ୍ ଜିନା ହେଇଥିଲା 1929 ମସିହା ମାର୍ଚ୍ଚ ମାସ 9 ତାରିଖରେ ଏବଂ ଲାହୋର ସେସନ କେବେ ହେଇଥିଲା? ଲାହୋର ସେସନ 1929 ଡିସେମ୍ବର ମାସରେ ହେଇଥିଲା ଏବଂ ଏହି ଲାହୋର ସେସନରେ କମ୍ପ୍ଲିଟ୍ ଇଣ୍ଡିପେଣ୍ଡେନ୍ସ କିମ୍ବା ପୂର୍ଣ୍ଣ ସ୍ୱରାଜର ଡିମାଣ୍ଡ କରାଯାଇଥିଲା ଏବଂ ଏହିଥିରେ ହିଁ ଡିସେମ୍ବର 31 ତାରିଖ 1929 ମସିହାରେ ଆମ ଟ୍ରିକଲର ଫ୍ଲାଗକେ ଆଡପ୍ଟେଡ୍ କରାଯାଇଥିଲା ଏବଂ ସେହି ଡେକେ କୁହାଯାଇଥିଲା ରିପବ୍ଲିକ ଡେ ହିସାବରେ ସେଲିବ୍ରେଟ କରାଯାଇଥିଲା। ଦେନ୍ ଦାଣ୍ଡି ମାର୍ଚ୍ଚ, ଯାହାକି ଆମେ କହିଛୁ କ'ଣ? ସଲ୍ଟ ସତ୍ୟାଗ୍ରହ କିମ୍ବା ସିଭିଲ ଡିସଓବିଡିଏନ୍ସ ମୁଭମେଣ୍ଟ କୁହାଯାଇଛି। ସେଟା କେବେ ହେଇଥିଲା? 1930 ମସିହାରେ ହେଇଥିଲା ଏବଂ ଏଇଟାକେ କିଏ ଇସ୍ୟୁ କରିଥିଲେ? ଗାନ୍ଧୀଜୀ ଲଞ୍ଚ କରିଥିଲେ ଏବଂ ଏଇ ଯେନ୍ ଦାଣ୍ଡି ମାର୍ଚ୍ଚ ହେଇଥିଲା, ଏଇଟା ଷ୍ଟାର୍ଟିଂ କେନ୍ ହୋଇଥିଲା? ସାବରମତୀ ଆଶ୍ରମରୁ ଦାଣ୍ଡି ଜାଗା ଥିଲା। ଦାଣ୍ଡି କେନ୍ ଥିଲା? ନବସାରୀ ଡିଷ୍ଟ୍ରିକ୍ଟରେ ଥିଲା। ସୋ ସେହି ଜାଗା ପର୍ଯ୍ୟନ୍ତ ହେଇଥିଲା ଏବଂ ଏଇଥିରେ ଗାନ୍ଧୀଜୀଙ୍କୁ କେତେ ଜଣ ସପୋର୍ଟ କରୁଥିଲେ? 78 ଫଲୋଅର୍ସ ଥିଲେ ଏବଂ ସେ କେତେ କଭର କରୁଥିଲେ? 240 ମାଇଲ କଭର କରୁଥିଲେ। କେତେ ଦିନ କରୁଥିଲେ? 24 ଦିନ କରୁଥିଲେ ଏବଂ ଏଇ ଯେନ୍ ଦାଣ୍ଡି ମାର୍ଚ୍ଚ ଆରମ୍ଭ କେବେ ହେଇଥିଲା? 1930 ମସିହା ମାର୍ଚ୍ଚ 12ରୁ ଏପ୍ରିଲ 5 ଯାକ ମାନିକିରି ଚାଲିଥିଲା, ଦୀର୍ଘ
24 ଦିନ ଧରିକି ସେମାନେ କଣ୍ଟିନ୍ୟୁତା କରୁଥିଲେ ଏବଂ ଗାନ୍ଧୀଜୀ ଏ ସଲ୍ଟ ବ୍ଲ କେବେ ବ୍ରୋକ୍ କରିଥିଲେ? ଏପ୍ରିଲ 6 ତାରିଖ 1930 ମସିହାରେ ସେ କରିଥିଲେ। ଦାଣ୍ଡି ମାର୍ଚ୍ଚ ସରି ସାରିଲା ପରେ ଦେନ୍ ତାପରେ ଫାର୍ଷ୍ଟ ରାଉଣ୍ଡ ଟେବୁଲ୍ କନଫରେନ୍ସ ହେଇଥିଲା। ଫାର୍ଷ୍ଟ ରାଉଣ୍ଡ ଟେବୁଲ୍ କନଫରେନ୍ସ କେବେ ହେଇଥିଲା? 1930 ମସିହା ନଭେମ୍ବର ମାସ 12 ତାରିଖରେ ହେଇଥିଲା ଏବଂ ଏଟା କିଏ ବାୟକଟ୍ କରିଥିଲା? ଆଇଏନ୍ସି ବାୟକଟ୍ କରିଥିଲା। ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ ବାୟକଟ୍ କରିଥିଲା। ଏହି ଆଇଏନ୍ସି କେବେ ଗଠନ କରାଯାଇଥିଲା? କେବେ? 1885 ମସିହାରେ ଗଠନ କରାଯାଇଥିଲା ଏବଂ ଏଟାକେ କିଏ ଗଠନ କରିଥିଲା? এই জিনিসকে তুমি মতে কমেন্টে কহিব। ওকে দেন গান্ধী ୟୁନିୟନ ପାର୍କ କିମ୍ବା ଦିଲ୍ଲୀ ପାର୍କ ବୋଲି କେବେ କୁହାଯାଇଥିଲା? ଗାନ୍ଧୀ ୟୁନିୟନ ପାର୍କ କିମ୍ବା ଦିଲ୍ଲୀ ପାର୍କ ଯେନ୍ଟାକି 1931 ମସିହା ମାର୍ଚ୍ଚ ମାସରେ କରାଯାଇଥିଲା। ଦେନ୍ ତାର ପରେ ଗାନ୍ଧୀ ରାଉଣ୍ଡ ଟେବୁଲ୍ ସେକେଣ୍ଡ ରାଉଣ୍ଡ ଟେବୁଲ୍ କନଫରେନ୍ସ ହେଇଥିଲା କେବେ? 1931 ମସିହାରେ ହେଇଥିଲା। ତ ଯେଉଁଥିରେ ଗାନ୍ଧୀଜୀ ପାର୍ଟିସିପେଟ୍ କରିଥିଲେ। ତ ଫାର୍ଷ୍ଟ ରାଉଣ୍ଡ ଟେବୁଲ୍ କନଫରେନ୍ସରେ ଗାନ୍ଧୀଜୀ ପାର୍ଟିସିପେଟ୍ ନାହିଁ କରିଥିଲେ। ସେକେଣ୍ଡ ରାଉଣ୍ଡ ଟେବୁଲ୍ରେ ଗାନ୍ଧୀଜୀ ପାର୍ଟିସିପେଟ୍ କରିଥିଲେ। ଦେନ୍ କମନାଲ ଆୱାର୍ଡ ଆଉ ମ୍ୟାକଡୋନାଲ୍ଡ ଆୱାର୍ଡ କେବେ ହେଇଥିଲା? 1932 ମସିହା ଅଗଷ୍ଟ ମାସ 16 ତାରିଖରେ ହେଇଥିଲା। କମନାଲ ଆୱାର୍ଡ କିମ୍ବା ମ୍ୟାକଡୋନାଲ୍ଡ ଆୱାର୍ଡ କେବେ ହେଇଥିଲା? ଅଗଷ୍ଟ 16 1932 ମସିହାରେ ହୋଇଥିଲା। ପୁନା ଆକ୍ଟ କିମ୍ବା ଗାନ୍ଧୀ ଆମ୍ବେଦକର ଆକ୍ଟ କେବେ ହେଇଥିଲା? 1932 ମସିହା ସେପ୍ଟେମ୍ବର 24 ତାରିଖରେ ହେଇଥିଲା। ପୁନା ଆକ୍ଟ କିମ୍ବା ଗାନ୍ଧୀ ଆମ୍ବେଦକର ଆକ୍ଟ କେବେ ହେଇଥିଲା? ସେପ୍ଟେମ୍ବର 24 1932 ମସିହାରେ ହେଇଥିଲା। ଥାର୍ଡ଼ ରାଉଣ୍ଡ ଟେବୁଲ୍ କନଫରେନ୍ସ କେବେ ହେଇଥିଲା? ଥାର୍ଡ଼ ରାଉଣ୍ଡ ଟେବୁଲ୍ କନଫରେନ୍ସ ନଭେମ୍ବର 17 ଡିସେମ୍ବର 24 ଜାଗା ହେଇଥିଲା କେବେ? 1932 ମସିହା ଜାଗା ହେଇଥିଲା। ତ ଫାର୍ଷ୍ଟ ରାଉଣ୍ଡ ଟେବୁଲ୍ କେବେ ହେଇଥିଲା? 1930ରେ ହେଇଥିଲା। ଫାର୍ଷ୍ଟ ରାଉଣ୍ଡ ଟେବୁଲ୍ କେବେ ହେଇଥିଲା? 1930ରେ ହେଇଥିଲା। ସେକେଣ୍ଡ 1931ରେ ହେଇଥିଲା। ଥାର୍ଡ଼ 1932ରେ ହେଇଥିଲା। ତ ଏଇଟା ଥିଲା ଫାର୍ଷ୍ଟ ରାଉଣ୍ଡ ଟେବୁଲ୍ କନଫରେନ୍ସ, ସେକେଣ୍ଡ ରାଉଣ୍ଡ ଟେବୁଲ୍ କନଫରେନ୍ସ ଏବଂ ଥାର୍ଡ଼ ରାଉଣ୍ଡ ଟେବୁଲ୍ କନଫରେନ୍ସ। ପାକିସ୍ତାନ ରିସୋଲ୍ୟୁସନ୍ ବା ଲାହୋର ରିସୋଲ୍ୟୁସନ୍ କେବେ ହେଇଥିଲା? ପାକିସ୍ତାନ ରିସୋଲ୍ୟୁସନ୍ ବା ଲାହୋର ରିସୋଲ୍ୟୁସନ୍ ହେଇଥିଲା ମାର୍ଚ୍ଚ 24 1940ରେ ହେଇଥିଲା। ତ ଏଇଠି ପାକିସ୍ତାନ ଟର୍ମଟା କିଏ ୟୁଜ୍ କରିଥିଲେ? ଫାର୍ଷ୍ଟ କିଏ ଇନଭେଣ୍ଟ କରିଥିଲେ? ଚୌଧୁରୀ ରେହମତ ଅଲି ଯିଏକି ପାକିସ୍ତାନ ଟର୍ମଟା ପ୍ରଥମେ କିଏ ଇନଭେଣ୍ଟେଡ୍ କରିଥିଲେ। ତ ପାକିସ୍ତାନ ରିସୋଲ୍ୟୁସନ୍ ବା ଲାହୋର ରିସୋଲ୍ୟୁସନ୍ କେବେ ହୋଇଥିଲା? 1940 ମସିହା ମାର୍ଚ୍ଚ 24 ତାରିଖରେ ହୋଇଥିଲା। ଅଗଷ୍ଟ ଅଫର କେବେ ହେଇଥିଲା? ଅଗଷ୍ଟ ଅଫର ବା ଏହି ଅଫରକୁ ଆମେ କହିଛୁ ଲିଲିତଗୋ ଅଫର ବୋଲି ମଧ୍ୟ କୁହାଯାଇଛି, ଯେଉଁଟାକି 1940 ମସିହା ଅଗଷ୍ଟ 8ରେ ହେଇଥିଲା ଏବଂ ଲିଲିତଗୋ ଜଣେ ବ୍ରିଟିଶର ଭାଇସରାୟ ରହିଥିଲେ ଏବଂ ଏଇଥିରେ କ'ଣ କରିଥିଲା? ବ୍ରିଟିଶ ଗଭର୍ଣ୍ଣମେଣ୍ଟଙ୍କ ଡୋମିନିଅନ୍ ଟାଟସ୍ ଦେଇଥିଲା ଭାରତକୁ ଦେବା ଲାଗି ଚାହିଁଥିଲା, କିନ୍ତୁ ଭାରତର ଯେତେ ପଲିଟିକାଲ ପାର୍ଟିସ୍ ମାନେ ଥିଲେ ତାକେ ସେଇଟା ରିଜେକ୍ଟେଡ୍ କରି ଦେଇଥିଲେ। ଦେନ୍ ଇଣ୍ଡିଭିଜୁଆଲ ସିଭିଲ୍ ଡିସଓବିଡିଏନ୍ସ କିମ୍ବା ଇଣ୍ଡିଭିଜୁଆଲ ସତ୍ୟାଗ୍ରହ କେବେ ହେଇଥିଲା? 1941 ମସିହାରେ ହେଇଥିଲା। 1940ରୁ 1941 ମସିହା ପର୍ଯ୍ୟନ୍ତ ଏଇଟା ହେଇଥିଲା ଏବଂ ଅକ୍ଟୋବର 17ରେ ହିଁ ଏଇଟା ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ଇଣ୍ଡିଭିଜୁଆଲ ସିଭିଲ୍ ଡିସଓବିଡିଏନ୍ସ କିମ୍ବା ଇଣ୍ଡିଭିଜୁଆଲ ସତ୍ୟାଗ୍ରହ ଚାଲିଥିଲା। ତ ଏହି ଯେନ୍ ଇଣ୍ଡିଭିଜୁଆଲ ସିଭିଲ୍ ଡିସଓବିଡିଏନ୍ସ ଥିଲା, ଏଇଥିରେ ପ୍ରଥମ କିରି ଗୋଟେ ଓମେନ୍ ଆରେଷ୍ଟେଡ୍ ହେଇଥିଲେ, ତାଙ୍କ ନାଁ ଥିଲା ବିନୋବା ଭାବେ। ଦେନ୍ କ୍ରିପ୍ସ ମିଶନ କେବେ ହେଇଥିଲା? କ୍ରିପ୍ସ ମିଶନ ଆଇଥିଲା 1942 ମସିହାରେ ହେଇଥିଲା ଏପ୍ରିଲ ମାସରେ ଏବଂ ଏଥିରେ କିଏ ଥିଲେ? ସାର୍ ଷ୍ଟାଫୋର୍ଡ କ୍ରିପ୍ସ କ'ଣ କରିଥିଲେ? ସେ ଭାରତକୁ ଡୋମିନେଣ୍ଟ ଷ୍ଟାଟସ୍ ଦେବାର ଲାଗି ସେ ଜଣକୁ ପଠାଇଥିଲେ ଏବଂ ଯେନ୍ଟାକି ସମସ୍ତ ପଲିଟିକାଲ ପାର୍ଟି ତାକେ ବି ରିଜେକ୍ଟେଡ୍ କରିଥିଲେ। ଦେନ୍ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ କେବେ ହେଇଥିଲା? କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ହେଇଥିଲା 1942 ମସିହା ଅଗଷ୍ଟ ମାସ 8 ତାରିଖରେ ହୋଇଥିଲା ଏବଂ ଏହି କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ଯେତେବେଳେ 1942 ମସିହା ଅଗଷ୍ଟ ମାସ 8 ତାରିଖରେ ହେଲା, ଏଇଟା କେନ୍ ମିଟିଂରେ ପାସ୍ କରାଯାଇଥିଲା? ବମ୍ବେରେ ଯେତେବେଳେ ଆମ କ'ଣ ଗ୍ୱାଲିୟର ଟ୍ୟାଙ୍କ ହେଲା, କେନ୍ ଜାଗାରେ ହେଇଥିଲା? ଆମର ଗ୍ୱାଲିୟର ଟ୍ୟାଙ୍କ ଜାଗାରେ ହେଇଥିଲା ଏବଂ ବମ୍ବେରେ ମେନକିରି ହେଇଥିଲା। ତ ଏହି ଜାଗାରେ ଆମ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟକେ ପାସ୍ କରାଯାଇଥିଲା ଏବଂ ଏହି କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟରେ ହିଁ ଗାନ୍ଧୀଜୀ ଗୋଟେ ସ୍ଲୋଗାନଟେ ଦେଇଥିଲେ, ତାର ନାଁ ହେଉଛି କ'ଣ? ଡୁ ଅର୍ ଡାଏ, କର ଓ ମର। ଏବଂ ଏହି କ୍ୱିଟ୍ ଇଣ୍ଡିଆ ଟର୍ମ ଯେନ୍ ଅଛି, ଏଇଟା କିଏ କ'ଣ କରିଥିଲା? ୟୁସୁଫ ମେହରାଲି କ୍ୱିଟ୍ ଇଣ୍ଡିଆ ଟର୍ମକୁ ସେ କଏନ୍ କରିଥିଲେ। ଦେନ୍ ଏଇତା ପରେ ଗାନ୍ଧୀଜୀ କ'ଣ ଫାଷ୍ଟ କରିଥିଲେ? ସେ ଉପବାସ ରହିଥିଲେ। କେବେ ରହିଥିଲେ? 1940 ମସିହା ଫେବୃଆରୀ 10ରୁ ମାର୍ଚ୍ଚ 7 ପର୍ଯ୍ୟନ୍ତ। ଫେବୃଆରୀ 10ରୁ ମାର୍ଚ୍ଚ 7 ପର୍ଯ୍ୟନ୍ତ ସେ ଫାଷ୍ଟିଂ କରିଥିଲେ। 1940 ମସିହାରେ କରିଥିଲେ, ଯେଉଁଟା କେତେ ଦିନ ପର୍ଯ୍ୟନ୍ତ ଥିଲା? 21 ଦିନ ପର୍ଯ୍ୟନ୍ତ ରହିଥିଲା।
ଦେନ୍ ସେୟାର ଫର୍ମୁଲା କେବେ ହେଇଥିଲା? ସେୟାର ଫର୍ମୁଲା ହେଇଥିଲା 1944 ମସିହାରେ ହେଇଥିଲା ଏବଂ ସେୟାର ମିନ୍ସ କି ଚକ୍ରବର୍ତ୍ତୀ ରାଜଗୋପାଳ ଚାରି ସେ କୌଣସି ଫର୍ମୁଲା କରିଥିଲେ ଏବଂ ସେଟା କି 1944 ମସିହା ସେୟାର ଫର୍ମୁଲା ବୋଲି କୁହାଗଲା। ଦେନ୍ ୱେଭେଲ୍ ପ୍ଲାନ୍ କିମ୍ବା ସିମଲା କନଫରେନ୍ସ କେବେ ହେଇଥିଲା? 1945 ମସିହାରେ ହେଇଥିଲା। ୱେଭେଲ୍ ପ୍ଲାନ୍ ଆଣ୍ଡ ସିମଲା କନଫରେନ୍ସ କେବେ ହେଇଥିଲା? 1945 ମସିହାରେ ହେଇଥିଲା। ଆଇଏନ୍ଏ ଟ୍ରାଏଲ୍ କେବେ ହେଇଥିଲା? ଆଇଏନ୍ଏ ଟ୍ରାଏଲ୍ ହେଇଥିଲା 1945 ନଭେମ୍ବର ମାସରେ। ଆଇଏନ୍ଏ ମିନ୍ସ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି। ତ ଆଇଏନ୍ଏ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି ଯାହାକି ଆମେ କହୁଛୁ ଆଜାଦ ହିନ୍ଦ ଫୌଜ କେବେ ଗଠନ କରାଯାଇଥିଲା? 1943 ମସିହା ଅକ୍ଟୋବର 21 ଗଠନ କରାଯାଇଥିଲା। କେଉଁ ଜାଗାରେ କରାଯାଇଥିଲା? ସିଙ୍ଗାପୁରରେ କରାଯାଇଥିଲା। ଏବଂ ଏଇଟା ଆଇଏନ୍ଏର ବ୍ରେନ୍ ଚାଇଲ୍ଡ କାହିଁକି କୁହାଯାଇଛି? ଆଇଏନ୍ଏର ବ୍ରେନ୍ ଚାଇଲ୍ଡ କୁହାଯାଇଛି ମନମୋହନ ସିଂକେ ଏବଂ ଏଇଟା ରାଜବିହାରୀ ବୋଷ ଫର୍ମ କରିଥିଲେ ଏବଂ ଏଟାକେ କିଏ ରେକଗ୍ନାଇଜ୍ କରିଥିଲା? ସୁଭାଷ ଚନ୍ଦ୍ର ବୋଷ ରେକଗ୍ନାଇଜ୍ କରିଥିଲେ। ଏବଂ ବୋଷ କେବେ ମୃତ୍ୟୁବରଣ କରିଥିଲେ? 1945 ମସିହା ଅଗଷ୍ଟ ମାସ 8 ତାରିଖରେ କରିଥିଲେ ଏବଂ ୟାର କ୍ରାସ୍ ଇନ୍ ତାଇୱାନରେ ସେ କରିଥିଲେ ମେନକିରି। ତ ଏଇ ଯେନ୍ ଆଇଏନ୍ଏ ଥିଲା ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି ବା ଆଜାଦ ହିନ୍ଦ ଫୌଜ ଏଇଟା ମେନ୍ କିଏ ବ୍ରେନ୍ ଚାଇଲ୍ଡ କିଏ ଥିଲେ? ବ୍ରେନ୍ ଚାଇଲ୍ଡ ଥିଲେ ଆମର କିଏ? ମୋହନ ସିଂ ଥିଲେ। କିଏ ମୋହନ ସିଂ ଥିଲେ। କିଏ ବନେଇଥିଲେ? କିଏ ଆମର କିଏ? ରାଜବିହାରୀ ବୋଷ ବନେଇଥିଲେ। ଏଣ୍ଡ ଏଟାକେ ରେକଗ୍ନାଇଜ୍ କିଏ କରିଥିଲେ? ସୁଭାଷ ଚନ୍ଦ୍ର ବୋଷ ରେକଗ୍ନାଇଜ୍ କରିଥିଲେ। ଏବଂ ବୋଷଙ୍କର ମୃତ୍ୟୁବରଣ କେବେ ହେଇଥିଲା? 1945 ମସିହା ଅଗଷ୍ଟ ମାସ 18 ତାରିଖରେ ହେଇଥିଲା। କେନ୍ ଜାଗାରେ ହେଇଥିଲା? ତାଇୱାନରେ ହେଇଥିଲା। କେନ୍ତିକିରି ହେଇଥିଲା? ଏୟାର କ୍ରାସରେ ମାନିକିରି ହୋଇଥିଲା। ଦେନ୍ ରୟାଲ ଇଣ୍ଡିଆନ୍ ନେଭି ବା ରେଟିଂ ମ୍ୟୁଟିନିଟି। ରୟାଲ ଇଣ୍ଡିଆନ୍ ନେଭି ବା ରେଟିଂ ମ୍ୟୁଟିନିଟି କେବେ ହେଇଥିଲା? 1940 ମସିହା ଫେବୃଆରୀ ମାସ 18 ତାରିଖରେ ହେଇଥିଲା। ଯେଉଁଥିରେ କି ଲର୍ଡ ଏଟଲି କ'ଣ ହେଇଥିଲେ? ସେ ପ୍ରାଇମ୍ ମିନିଷ୍ଟର ମାନିକିରି ହେଇଥିଲେ ଏବଂ ସେ କାଣା କରିଥିଲେ? ଫର୍ କନଷ୍ଟିଟ୍ୟୁସନାଲ ରିଫର୍ମ ଟୁ ଇଣ୍ଟ୍ରୋଡ୍ୟୁସ ଇଣ୍ଡିଆ। ଇଣ୍ଡିଆରେ ସେ କନଷ୍ଟିଟ୍ୟୁସନାଲ ରିଫର୍ମ କରବାର ଲାଗି ସେ ମାନିକିରି ଚାହିଁଥିଲେ। ଦେନ୍ କ୍ୟାବିନେଟ୍ ମିଶନ ଇନକ୍ଲୁଡ ଲର୍ଡ ପ୍ୟାଥିକ୍ ଆଣ୍ଡ ଷ୍ଟାଫୋର୍ଡ କ୍ରିପ୍ସ ଏଭି ଆଲେକ୍ଜାଣ୍ଡର ଭିଜିଟେଡ୍ ଇଣ୍ଡିଆ। ତ ଯେତେବେଳେ ଏହି କ୍ୟାବିନେଟ୍ ମିଶନ ହେଇଥିଲା ତ ସେହି ସମୟରେ ତିନିଟା ବ୍ୟକ୍ତି ଥିଲେ ଲର୍ଡ ପ୍ୟାଥିକ୍, ଷ୍ଟାଫ୍ କ୍ରିପ୍ସ ଆଣ୍ଡ ଆଲେକ୍ଜାଣ୍ଡର। କିଏ? ଲର୍ଡ ପ୍ୟାଥିକ୍, ଷ୍ଟାଫୋର୍ଡ କ୍ରିପ୍ସ, ଲର୍ଡ ପ୍ୟାଥିକ୍, ଷ୍ଟାଫୋର୍ଡ କ୍ରିପ୍ସ ଆଣ୍ଡ ଆଲେକ୍ଜାଣ୍ଡର। ଏଭି ଆଲେକ୍ଜାଣ୍ଡର ମାନେ ଇଣ୍ଡିଆକେ ଭିଜିଟ୍ କରିଥିଲେ। ଏବଂ ଡାଇରେକ୍ଟ ଆକ୍ସନ ପ୍ଲାନ୍ କେବେ ଥିଲା? ଡାଇରେକ୍ଟ ଆକ୍ସନ ପ୍ଲାନ୍ କ୍ୟାମ୍ପିଂ କେବେ କରାଯାଇଥିଲା? ଅଗଷ୍ଟ 16, 1946ରେ କରାଯାଇଥିଲା। କେବେ? ଅଗଷ୍ଟ 16, 1946ରେ କରାଯାଇଥିଲା। ଦ ଇଣ୍ଟରିମ୍ ଗଭର୍ଣ୍ଣମେଣ୍ଟ କେବେ ହେଇଥିଲା? ଇଣ୍ଟରିମ୍ ଗଭର୍ଣ୍ଣମେଣ୍ଟ କେବେ ହେଇଥିଲା? 1946 ମସିହା ସେପ୍ଟେମ୍ବର 2 ତାରିଖରେ ହେଇଥିଲା। ଇଣ୍ଟରିମ୍ ଗଭର୍ଣ୍ଣମେଣ୍ଟ କେବେ ହେଇଥିଲା? 1946 ମସିହା ଅକ୍ଟୋବର 2 ତାରିଖ ସେପ୍ଟେମ୍ବର 2 ତାରିଖରେ ହେଇଥିଲା ଏବଂ ତାକେ ଲିଡ୍ କିଏ କରୁଥିଲେ? ନେହେରୁ ମାନେ ତାକେ ଲିଡ୍ କରୁଥିଲେ। ଦେନ୍ ଆମର କନଷ୍ଟିଟ୍ୟୁସନାଲ ଆସେମ୍ବଲି କେବେ ଫର୍ମ କରାଯାଇଥିଲା? 1946 ମସିହା ଡିସେମ୍ବର ମାସ କେବେ? 9 ତାରିଖରେ ମାନେ ଫର୍ମ କରାଯାଇଥିଲା। କେବେ? କନଷ୍ଟିଟ୍ୟୁସନାଲ ଆସେମ୍ବଲି କେବେ ଫର୍ମ କରାଗଲା? 1946 ମସିହା ଡିସେମ୍ବର 9 ତାରିଖରେ ମାନେ କରାଗଲା ଏବଂ ଏଇଥିରେ ରାଜେନ୍ଦ୍ର ପ୍ରସାଦ ଏସେ ପ୍ରେସିଡେଣ୍ଟ ହିସାବରେ ଇଲେକ୍ଟେଡ କରାଯାଇଥିଲା। ଦେନ୍ ଏଟଲି ଆନାଉନ୍ସମେଣ୍ଟ କେବେ କରାଯାଇଥିଲା? 1947 ମସିହା ଫେବୃଆରୀ 10 ତାରିଖରେ ଫେବୃଆରୀ 20 ତାରିଖରେ କରାଯାଇଥିଲା। ଏଟଲି ଆନାଉନ୍ସମେଣ୍ଟ କେବେ କରାଗଲା? ଏଟଲି ଆନାଉନ୍ସମେଣ୍ଟ 1947 ମସିହା ଫେବୃଆରୀ 20 ତାରିଖରେ ମାନଙ୍କରେ କରାଯାଇଥିଲା ଏବଂ ବ୍ରିଟିଶ ଉଡ୍ ୱିଡ୍ର ଫ୍ରମ୍ ଦ ଇଣ୍ଡିଆ ଜୁନ୍ 30, 1948। ତ ଏହି ଏଟଲି ଆନାଉନ୍ସମେଣ୍ଟ କରାଗଲା କି ନା ବ୍ରିଟିଶ କାଁ କରିବା? ଭାରତରୁ କେବେ ଯିବା? ଜୁନ୍ 30, 1948 ମସିହାରେ ସେ ଭାରତରୁ ଗଲା ବୋଲି କୁହାଯାଇଥିଲା। ଦେନ୍ ମାଉଣ୍ଟବେଟନ ପ୍ଲାନ୍ କେବେ ହେଇଥିଲା? ମାଉଣ୍ଟବେଟନ ପ୍ଲାନ୍ ହେଇଥିଲା ଜୁନ୍ 3, 1947 ଏବଂ ଏ ମାଉଣ୍ଟବେଟନ ପ୍ଲାନ୍ ମାନିକି ଭାରତକେ ଡିଭାଇଡ୍ କରବାର ଲାଗି ମାନିକି ଯାଇଥିଲା। ହିନ୍ଦୁ ମୁସଲମାନ କନଭର୍ଟ କରବାର ଲାଗି ଯାଇଥିଲା ବା ଡିଭିଜନ କରବାର ଲାଗି ଯାଇଥିଲା। ମାଉଣ୍ଟବେଟନ ପ୍ଲାନ୍ କେବେ ହେଇଥିଲା? 1947 ମସିହା ଜୁନ୍ 3 ତାରିଖରେ ହେଇଥିଲା। ଇଣ୍ଡିପେଣ୍ଡେନ୍ସ ଆକ୍ଟ କେବେ ହେଇଥିଲା? 1947 ମସିହାରେ ହେଇଥିଲା। ଯେଉଁଥିରେ କି ଦୁଇଟା ସରକାର ଗଠନ କରାଯାଇଥିଲା, ଗୋଟେ ଭାରତ ଆଉ ଗୋଟେ ପାକିସ୍ତାନ ବା ନ୍ୟୁ କଣ୍ଟ୍ରି ଦୁଇଟା କହିବାର ଗୋଟେ ଭାରତ ଏବଂ ପାକିସ୍ତାନ। ଭାରତ କେବେ ସ୍ୱାଧୀନତା ପାଇଥିଲା? 1947 ମସିହା ଅଗଷ୍ଟ 15ରେ। ଓକେ। ଦେନ୍ ପାକିସ୍ତାନ କେବେ ପାଇଥିଲା? କେବେ? 1947 ଅଗଷ୍ଟ
14 ओके तो इटा थिला हमर कोन गांधी नेता मेन कि आम 1919 आरंभ करें 1919 रु 1948 पर्यंत जनवरी 30 और गांधी जी को किए मारी नाथुराम गोडसे मारी गुड़ी कर मारी तो हत्या करते तो यही जिन यहाँ तुम कौन गांधी नेरा अबाउट तो समस्त को धन्यवाद एवं जदि भिडियोटी समस्त को भल लगी देन लाइक शेयर सब्सक्राइब कर एंड तुम सांग मान सहित शेयर कर पार।